ଭିତରେ ମତାମତ ଦେବା ଆମର ଉଚିତ ନାହିଁ, କିନ୍ତୁ ଏଟା ଗୋଟେ କଥା ଦଳରେ କିଏ କୋଉ ଟାଇପ୍ର ଥିଲା। ଆଜି 24 ବର୍ଷ 25 ବର୍ଷ ଆମର ବିଜୁ ଜନତା ଦଳ ସରକାର ଥିଲା। ଆଜି ଯଦି କିଛି ପରାଜିତ ହେଇଛି ତାକୁ ବି ଆମକୁ ଗ୍ରହଣ କରିବାକୁ ପଡ଼ିବ, କିନ୍ତୁ ନୁହେଁ ଯେ ଦଳରେ କାଲି କିଏ କାମ କରିଥିଲା ତାକୁ ଆଜି ଦଳ ପାୱାରକୁ ଆସିଲା ପରେ ଅଣାୟତ୍ତ କରିଦେବା, ତାକୁ ଦେଖିବାନି। ତ ଯାହା କଥା କହୁଛନ୍ତି ସିଏ ତାଙ୍କ ଏରିଆରେ କର୍ମୀ କରିଛନ୍ତି, କାମ କରିଛନ୍ତି, କ'ଣ ହେଇଛି ତାଙ୍କ ପରିବାର ଭିତରେ ବସିକି ସମାଧାନ କରିବା କଥା ନୁହେଁ ଯେ ଲୋକଲୋଚନକୁ ଆଣିକି ସେଇ ଜିନିଷ ଲୋକଲୋଚନକୁ ଆଣି ହଁ ନାଇଁ ଆପଣ ଯୋଉଟା କହୁଛନ୍ତି ଏଇଟା ଉଚିତ, ମାନେ ଠିକ କଥା କହୁଛନ୍ତି, କିନ୍ତୁ ଏଇଟା ଠିକ ଜିନିଷ ନୁହେଁ। ଗୋଟେ ଜଣେ ଆଜି ଦଳକୁ ଗ୍ରାସରୁଟରୁ କାମ କରିବା କ'ଣ କରିବା, ଗୋଟେ ନାରୀକି ସମ୍ମାନ ସେମାନେ ତ ଦଉଛନ୍ତି, ନାରୀକି ସମ୍ମାନ ଏଇଟା କ'ଣ ତାଙ୍କର ନାରୀକି ସମ୍ମାନ? ଏଇଟା ନାରୀକି ସମ୍ମାନ ପ୍ରତି ଯାଉଛି? ଏ 2 ମାସ ହେଇନି ଘରେ ପଶୁଣି, ମାନେ ଯୋଉ କଥାରେ ଅଛି ପୂର୍ବ ଢେଗରେ ନ ପଶୁଣୁ ଚାଳରେ ମୁଣ୍ଡ ବାଜୁଛି, ସେଇ ଟାଇପ୍ର ଜିନିଷ। ଏଇଟା ସବୁ ସମ୍ମାନ ନିଜେ ରଖନ୍ତୁ। 2 ମାସ ହେଇନି ପୁଣି 5 ବର୍ଷ ଚଳେଇବେ କେମିତି? ଲାଗୁନି କିଛି ଇଏ କଲା ଭଳିଆ। ଷ୍ଟାର୍ଟିଂରୁ ତାଙ୍କରି ଗୋଟେ ଘରର ଲୋକକୁ ଧକ୍କା ଦେଇକି ମାର କଲା ଭଳିଆ। ପୁଣି ଆପଣମାନଙ୍କ ଗଣମାଧ୍ୟମ ଅଛନ୍ତି, ତାଙ୍କୁ କିଛି ବସିକି ଡାକିକି ନେଇକି କିଛି ଗୋଟେ ଅଲଗା ଜାଗାରେ କହିଥାନ୍ତି ଆପଣ ମନ୍ତବ୍ୟ ଦିଅନ୍ତୁନି। ନାଇଁ ସେ ଜିନିଷ ବି ଭଏସରେ ଆପଣଙ୍କର ଆମେ ବି ଦେଖିଛୁ ଆସୁଛି, ସାଇଡ୍ ଛାଡ଼ ମୁଖ୍ୟମନ୍ତ୍ରୀ ଆସିବେ, ଏଇ ସବୁ ନିଜେ ବି ଶୁଣିଛି, ସେଟାକୁ ବାରମ୍ବାର ତନ୍ନ କରି ଦେଖିଛି। ଏଟା ଉଚିତ ଜିନିଷ ନୁହେଁ, ନାରୀ ପ୍ରତି ଏଟା ସମ୍ମାନ ନୁହେଁ। ଆଉ ସେ ଯୋଉ ରଙ୍ଗ ମାରି କାମ କରିବା କାମ ଜିନିଷ ଛାଡ଼ନ୍ତୁ, କାମ ଗ୍ରାସରୁଟରେ କାମ କରନ୍ତୁ। ଯାହା ପ୍ରତିଶ୍ରୁତି ଲୋକଙ୍କୁ ଦେଇଛନ୍ତି, ଆପଣଙ୍କୁ ଏ ବର୍ଷ ସୁଯୋଗ ଦେଇଛି, ଆପଣ ଭୁଲି ଯାଆନ୍ତୁନି। 25 ବର୍ଷ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆଜି ସେଣ୍ଟରରେ ସରକାର କରିଛନ୍ତି। ଆପଣ କ'ଣ ବି ହେଇପାରିଥାନ୍ତା, କେବଳ ଓଡ଼ିଶାର ଆଶୀର୍ବାଦରୁ ଆପଣ ସେଣ୍ଟରରେ ସରକାର କରିଛନ୍ତି। ଯାହା ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କାମ କରନ୍ତୁ, ଜମା ଏଇ ଜିନିଷ ଭୁଲ କରନ୍ତୁନି। ଯିଏ ଗ୍ରାସରୁଟରେ ଭୁଲ କାମ କରୁଛି ତା ପ୍ରତି ଆପଣଙ୍କର କମିଟି ବସି ତଥ୍ୟ ସଂଗ୍ରହ କରି ନିଅନ୍ତୁ। ବହୁତ ଲୋକ ଅଛନ୍ତି କାମ କରିବା ପାଇଁ ଚେଷ୍ଟା କରୁଛନ୍ତି, କାହିଁକିନା ଲୋକ କାମଙ୍କ ପଛରେ ଯିବା ପାଇଁ, ବିକାଶ ପଛରେ ଯିବାକୁ ଚେଷ୍ଟା କରନ୍ତି। ଇଏ ଦଳ ମତ ନିବେଶରେ ଲୋକ ଚାହୁଁନାହାନ୍ତି। ଆପଣ କାମ କରନ୍ତୁ, ଆଉ ତାକୁ ନେଇକି ବିଭିନ୍ନ ପ୍ରକାର ଜିନିଷ କରିବାଟା ଉଚିତ ନୁହେଁ।